ନୂଆପଡ଼ା ଜିଲ୍ଲା ସିରାପଲ୍ଲୀ ବ୍ଲକ ଅନ୍ତର୍ଗତ ଗୋଡାଓଠାରେ ମହାଆଡମ୍ବର ସହ ଶ୍ରୀରାମ ମନ୍ଦିର ରତ୍ନମୁଣ୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳୁ ଭବ୍ୟ କଳସ ଶୋଭାଯାତ୍ରା ସହ ସାହାଡ଼ା ଗଛ ପୂଜା, ମାଟି ପୂଜା, କଳସ ପୂଜା, ହୋମଯଜ୍ଞ ଆଦି କାର୍ଯ୍ୟକ୍ରମ ସମାପନ ହୋଇଥିଲା ଏବଂ ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତମାନଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା। 2023 ମସିହାରେ ଏହି ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବା ବେଳେ ବୁଧବାର ଦିନ ରତ୍ନମୁଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ରତ୍ନମୁଣ୍ଡ ଉତ୍ସବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ, ରବୀନ୍ଦ୍ରନାଥ ଯୋଶୀ, କିଶୋର ଚନ୍ଦ୍ର ଯୋଶୀ, ଅଶ୍ୱିନୀ କୁମାର ଯୋଶୀ ଯୋଗଦାନ କରି ଗାଁର ମହିଳାମାନେ ପୁରୁଷ ସମେତ ଆଖପାଖ ଗାଁର ଭକ୍ତମାନଙ୍କ ସହ ଧାନ, ପଇସା, ସୁନା, ରୂପା, ପିତ୍ତଳ, ଚାଉଳ ଦେଇ ରତ୍ନମୁଣ୍ଡା କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ରାମ ମନ୍ଦିର ନିର୍ମାଣରେ ମୁଖ୍ୟ ମହାରଣା ଭାବେ ମକର ଧ୍ୱଜ ସାହା, କପିଳାସ ସାହା ଓ ତାଙ୍କ ସହଯୋଗୀମାନେ କାର୍ଯ୍ୟ କରୁଛନ୍ତି। ଏଥିରେ କର୍ତ୍ତା ଭାବରେ ବାସୁଦେବ ପଟେଲ, ସହଧର୍ମିଣୀ କୁନ୍ତଳା ପଟେଲ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ପୂଜକ ଭାବରେ ପ୍ରମୋଦ କୁମାର ଯୋଶୀ ମନ୍ତ୍ରପାଠ କରିଥିଲେ। ଏହି କାର୍ଯ୍ୟକ୍ରମରେ କମିଟିର ସଭାପତି ତପନ କୁମାର ପଟେଲ, ସମ୍ପାଦକ ନିଖିଲ ଚନ୍ଦ୍ର ପଟେଲ, କୋଷାଧ୍ୟକ୍ଷ କୁମ୍ଭ ପଟେଲଙ୍କ ସମେତ ସୁଦର୍ଶନ ପଟେଲ, ପୁନର୍ଜିତ ପଟେଲ, ସୁନ୍ଦର ପଟେଲ, ଦୁର୍ବଳ ପଟେଲ, ଅମିତ ପଟେଲ, ଗୋବିନ୍ଦ ପଟେଲ, ମୁନା ପଟେଲ ପ୍ରମୁଖ ସହଯୋଗ କରିଥିଲେ। ନୂଆପଡ଼ା ଜିଲ୍ଲାରୁ ପରମେଶ୍ୱର ମେହେରଙ୍କ ରିପୋର୍ଟ, ସାବଧାନ।